ଶୀତ ଋତୁ ପୁରା ଯିବା ପ୍ରାୟ କ'ଣ ବନେଇବା କିଛିଟା ପାଳଙ୍ଗ ରହିଯାଇଥିଲା ତ ମୁଁ ଭାବିଲି ଆଜି ପାଲକ ପନିର ବନେଇ ନେବା ସରସ୍ୱତୀ ପୂଜାରେ ପୁଣି ବିନା ପିଆଜ ରସୁଣ ବନେଇବା ସେ ବି ବିନା କାଜୁ ବିନା ମଗଜରେ କେମିତି ବନେଇବା ଭାବୁଛନ୍ତି ତ ୱେଲକମ୍ ଟୁ ମାଇ ଚ୍ୟାନେଲ୍ ସ୍ପାଇସ୍ ଅଫ୍ ଲାଇଫ୍ ୱିଥ୍ ମାନସୀ ମୁଁ ଆପଣଙ୍କ ସହିତ ସେୟାର କରୁଛି ରେସିପି ତ ସସ୍ପେନ୍ରେ କିଛିଟା ପାଣି ନେଇ କିଛିଟା ଲୁଣ ଦେଇଦେଇଛି ତା ଦେହରେ ଦେଇଦେଇଛି ମୁଁ ପାଳଙ୍ଗ ବେଶୀ ସମୟ ଫୁଟିବନି 5ରୁ 10 ମିନିଟ୍ ଫୁଟିବା କାରଣ ତା'ର ରୋ ନେସ୍ଟା ଆଉ ଯେଉଁ ଟିକେ କଡ଼ବା ନେସ୍ଟା ଥାଏ ସେଇଟା ପଳେଇବ 5-10 ମିନିଟ୍ ଫୁଟିଲା ପରେ ତାକୁ ଗ୍ରାଇଣ୍ଡର ଜାର୍ରେ ଟ୍ରାନ୍ସଫର୍ କରିନେବା ଆଉ ଭଲ ଭାବରେ ଗୋଟେ ସ୍ମୁଥ୍ ପେଷ୍ଟ ବନେଇ ନେବା ସେ ଯେଉଁ ପାଣିଟା ତାକୁ ଫୋପାଡ଼ିବାନି ତାକୁ ଆମେ ଗ୍ରେଭିରେ ୟୁଜ୍ କରିନେବା ପେଷ୍ଟ ଆମର ବନିକି ଏବେ ରେଡ଼ି ହେଇଯାଇଛି। ଏବେ ମୁଁ ବାଉଲରେ ନେଇଛି 2 ଚାମଚ ଦହି 1 ଚାମଚ ବେସନ 1 ଚାମଚ ଲଙ୍କା ପାଉଡ଼ର ମାନେ କାଶ୍ମୀରୀ ଲଙ୍କା ପାଉଡ଼ର ଆଉ 1/2 ଚାମଚ ନେଇଛି ମୁଁ ରାଗ ଲଙ୍କା ପାଉଡ଼ର ତାପରେ ନେଇଛି ହଳଦୀ ପାଉଡ଼ର ତାପରେ ଜିରା ପାଉଡ଼ର ଧଣିଆ ପାଉଡ଼ର ସେମିତି 1/2 ଚାମଚ ଲେଖା ନେଇକି ଭଲ ଭାବରେ ଗୋଳେଇକି ଗୋଟେ ପେଷ୍ଟ ବନେଇ ନେବା ପେଷ୍ଟ ମୋର ରେଡ଼ି ହେଇଗଲା। ତାପରେ କଡ଼େଇରେ ନେଇନେବା କିଛିଟା ତେଲରେ ଜିରା ଆଉ ଲଙ୍କା ତେଜପତ୍ର ନେଇକି ଝୁଙ୍କ ମାରିଦେଇକି ତାପରେ ଦେଇଦେବା ଆମର ମସଲାକୁ ଯେଉଁ ଗ୍ରାଇଣ୍ଡ କରି ରଖିଥିଲି ତ ଆଞ୍ଚ ଏବେ କମେଇ ଦେବେ କାରଣ ମସଲାଟା ଲାଗିଯିବ କାରଣ ବେସନ ପଡ଼ିଛି ତା ଦେହରେ ଦହି ବି ପଡ଼ିଛି ଫାଟିଯିବାର ଚାନ୍ସେସ୍ ବହୁତ ଥାଏ ତ ଧୀମା ଆଞ୍ଚ ତାକୁ ଭଲ ଭାବରେ ଭାଜିବେ ଟିକେ ଲୁଣ ପକାଇ ଦେଇଛି ସ୍ୱାଦ ମୁତାବକ ଏବେ ଯେଉଁ ମସଲା ଆଉ ରେଡ଼ି କରିଥିଲେ ତାକୁ ପକାଇବା ଆଗରୁ ପକାଇଦେବା କିଛିଟା କ୍ରିମ୍ଟା ଅପସନାଲ୍ ଯେହେତୁ ମୁଁ କାଜୁ ମଗଜ କିଛି ଦେଉନି ତ ସୁଇଟନେସ୍ ପାଇଁ ଟିକେ କ୍ରିମ୍ଟା ପକାଇ ଦେଇଛି ତାପରେ ପକାଇ ଦେଇଛି ମୁଁ ଯେଉଁ ରେଡ଼ି କରି ରଖିଥିଲି ପାଳଙ୍ଗ ପେଷ୍ଟଟା ପକାଇଲା ପରେ ବେଶୀ ସମୟ ଫୁଟିବନି ଅଳ୍ପ ସମୟ ଫୁଟିବ ସେ ଫୁଟିବା ଟାଇମ୍ରେ ମୁଁ ଗୋଟେ ପେନ୍ରେ ନେଇଛି ତେଲ କାଟିଥିଲି ଯେଉଁ ପନିରକୁ ତାକୁ କ୍ୟୁବ୍ ହିସାବରେ କାଟି ଦେଇଛି ତାକୁ ଭଲ ଭାବରେ ଟିକେ ଭାଜି ନେବା ଅଳ୍ପ ସୌତେ କରିନେବା ଯେମିତି ଏପଟ ସେପଟ ଟିକେ ଭାଜିଯିବ ଆଉ ପାଣିରେ ଫୁଟିଲା ବେଳେ ଯେମିତି ଭାଙ୍ଗିବନି କାରଣ ଘରେ ବନେଇଥିଲା ପନିରଟା ଟିକେ ସଫ୍ଟ ଥିଲା କିଣାଟା ଏତେ ସଫ୍ଟ ନଥାଏ କିନ୍ତୁ ଏଇଟା ବହୁତ ସଫ୍ଟ ଥିଲା ସେଥିପାଇଁ ମୁଁ ଟିକେ ଫ୍ରାଏ କରିନେଇଛି ଅଳ୍ପ ଫ୍ରାଏ ହେଇଗଲା ପରେ ଏପଟେ ଆମର ଫୁଟିକି ଗ୍ରେଭି ରେଡ଼ି ହେଇଗଲାଣି ତା ଉପରେ ପନିର ତକ ଦେଇଦେବା ତାକୁ ବେଶୀ ସମୟ ଫୁଟା ହେବନି 10 ମିନିଟ୍ ଫୁଟିଲା ପରେ ପାଲକ ପନିର ଆମର ଟୋଟାଲ ରେଡ଼ି ହେଇଯିବ ତା ଉପରେ ପକାଇ ଦେଇଛି ମୁଁ ଗରମ ମସଲା ଏବେ ଦେଖନ୍ତୁ ପାଲକ ପନିର ପୁରା ରେଡ଼ି ଏଇଟା ଆମର ଭାତ ସହିତ ରୁଟି ସହିତ ପରଟା ସହିତ ଯାହା ସହିତ ଖାଲି ବହୁତ ଟେଷ୍ଟ ଲାଗେ ତାକୁ ବାଉଲରେ କାଢ଼ି ନେଇକି ଟିକେ ଗୁଡ୍ ଲୁକ୍ସ ପାଇଁ ମୁଁ ଦେଇଦେଇଛି ଆମର ଯେଉଁ କ୍ରିମ୍ ଦେଖନ୍ତୁ କେମିତି ଟେମ୍ପଟିଂ ଦେଖାହେଉଛି ବହୁତ ଟେଷ୍ଟି ଲାଗେ ଆପଣ ଘରେ ଥରେ ଟ୍ରାଏ କରନ୍ତୁ ବନାନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ ଆଉ କମେଣ୍ଟରେ ଜଣାନ୍ତୁ ମୋତେ କେମିତି ଲାଗିଲା ବୋଲି ଆଉ ମୋ ଚ୍ୟାନେଲରେ ଯଦି ଆପଣ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି ବାଏ ବାଏ।